ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଆମର ଏହି ବିଶେଷ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆମେ ଆଜି ପୁଣି ଥରେ ଶ୍ରୀମଦ୍ ଭଗବଦ୍ ଗୀତାର ଗଭୀର ଜ୍ଞାନ ସମୁଦ୍ରରେ ବୁଡ଼ ପକାଇବା। ହଁ, ଆଜି ଆମେ କୁରୁକ୍ଷେତ୍ର ଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ସେହି ଅମୂଲ୍ୟ ଉପଦେଶରୁ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ବାଛିଛୁ। ହଁ, ଏହା ହେଉଛି ଦ୍ୱିତୀୟ ଅଧ୍ୟାୟ, ମାନେ ସାଂଖ୍ୟ ଯୋଗର 59ତମ ଶ୍ଲୋକ। ଏଟା ସ୍ଥିତପ୍ରଜ୍ଞା ଲକ୍ଷଣ ପ୍ରସଙ୍ଗରେ ଆସୁଛି ବୋଧେ। ଏକଦମ ଠିକ୍। ଆଉ ଏଥିରେ ଇନ୍ଦ୍ରିୟ ସଂଯମ ଆଉ ଆସକ୍ତିରୁ କେମିତି ମୁକ୍ତି ମିଳିବ ତାହାର ଏକ ବହୁତ ଗଭୀର ରହସ୍ୟ ରହିଛି। ଆଚ୍ଛା, ମାନେ ବାହ୍ୟ ତ୍ୟାଗ ଆଉ ଭିତରର ଆସକ୍ତି ଭିତରେ ଯୋଉ ସୂକ୍ଷ୍ମ ପାର୍ଥକ୍ୟ। ସେ ବିଷୟରେ। ହଁ, ସେଇ ବିଷୟରେ। ତେବେ ଏହାର ଗଭୀରତାକୁ ଭଲଭାବେ ବୁଝିବା ପାଇଁ ଆମ ସହ ଶେଷ ପର୍ଯ୍ୟନ୍ତ ରହିବାକୁ ଅନୁରୋଧ। ଚାଲନ୍ତୁ ଆଗ ଶ୍ଲୋକଟି ଶୁଣିବା। ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ ରସବର୍ଜ୍ୟଂ ରସୋପ୍ୟସ୍ୟ ପରଂ ଦୃଷ୍ଟ୍ବା ନିବର୍ତ୍ତତେ। 2.59। ବହୁତ ସୁନ୍ଦର। ଆସନ୍ତୁ ଏବେ ଶବ୍ଦଗୁଡ଼ିକର ଅର୍ଥ ଟିକେ ଦେଖିନେବା। ବିଷୟାଃ ମାନେ ହେଲା ଇନ୍ଦ୍ରିୟର ଭୋଗ୍ୟ ବସ୍ତୁ, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଏସବୁ। ହଁ। ବିନିବର୍ତ୍ତନ୍ତେ ମାନେ ଦୂର ହୋଇଯାଆନ୍ତି। କାହାଠାରୁ? ନା ନିରାହାରସ୍ୟ ଦେହିନଃ ମାନେ ଯେଉଁ ଦେହଧାରୀ ଜୀବ ବିଷୟ ସେବନ କରୁନି, ବାହାରୁ ନିଜକୁ ରୋକୁଛି। ଆଚ୍ଛା। କିନ୍ତୁ କେମିତି ଦୂର ହୁଅନ୍ତି? ରସବର୍ଜମ୍ ଅର୍ଥାତ୍ ରସକୁ ଛାଡ଼ି। ସେଇ ବିଷୟ ପ୍ରତି ଯେଉଁ ସୂକ୍ଷ୍ମ ଲାଳସା ବା ଆସକ୍ତି ସେଇଟା ରହିଯାଏ। ଓହୋ, ସେଇଟା ଯାଏନା। ହଁ, ଆଉ ରସ ଅପିୟସ୍ୟ ସେହି ରସ ବା ଆସକ୍ତି ମଧ୍ୟ ଏହି ସାଧକର ପରମଦୃଷ୍ଟ୍ୱା ପରମ ତତ୍ତ୍ୱକୁ ଦେଖିଲେ ବା ଅନୁଭବ କଲେ ନିବର୍ତ୍ତତେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ। ବାଃ, ତେବେ ସରଳ ଭାଷାରେ କହିଲେ? ସରଳ ଭାଷାରେ, ଯିଏ ଇନ୍ଦ୍ରିୟକୁ ବାହାରୁ ରୋକେ ତା ପାଖରୁ ବିଷୟ ତ ଦୂରେଇ ଯାଏ, ହେଲେ ମନ ଭିତରେ ତା ପାଇଁ ଯୋଉ ଟାଣ, ଯୋଉ ରସ ସେଇଟା ରହିଯାଏ। କିନ୍ତୁ ସେହି ରସ ବି ସମ୍ପୂର୍ଣ୍ଣ ଚାଲିଯାଏ ଯେତେବେଳେ ପରମାତ୍ମାଙ୍କର ଅନୁଭୂତି ହୁଏ। ଏଇଟା ତ ବଡ଼ ଗଭୀର କଥା, ଗୋଟେ ମନୋବୈଜ୍ଞାନିକ ସତ୍ୟ ଭଳି ଲାଗୁଛି। ମାନେ ଆମେ ଯାହାକୁ ତ୍ୟାଗ ବୋଲି ଭାବୁ, କିଛି ଜିନିଷ ଛାଡ଼ିଦେବା ବା ଜବରଦସ୍ତି ନିଜକୁ ରୋକିବା, ସେଇଟା ପ୍ରକୃତ ମୁକ୍ତି ନୁହେଁ। ହଁ, ଆପଣ ପୁରା ଠିକ୍ ଜାଗାଟା ଧରିଛନ୍ତି। ଆମେ ସାଧାରଣତଃ ସେଇଆ ଭାବୁ, କିନ୍ତୁ ଶ୍ରୀକୃଷ୍ଣ ସେଇ ଭ୍ରାମକୁ ହିଁ ଏଠି କାଟୁଛନ୍ତି। ବାହାରୁ ସଂଯମ କରିବା ଗୋଟେ ଷ୍ଟେପ୍ ହେଇପାରେ, କିନ୍ତୁ ସେଇଟା ଯଥେଷ୍ଟ ନୁହେଁ। କାହିଁକି ଯଥେଷ୍ଟ ନୁହେଁ? କାରଣ ଯେତେବେଳେ ଯାଏଁ ମନର ଗଭୀରତମ ସ୍ତରରୁ ମାନେ ଚିତ୍ତରୁ ସେ ବିଷୟ ପାଇଁ ଆକର୍ଷଣ, ସେଇ ଯୋଉ ରସ କଥା କୁହାଗଲା, ସେଇଟା ଯାଇନି, ସେ ପର୍ଯ୍ୟନ୍ତ ବୈରାଗ୍ୟଟା ପକ୍କା ନୁହେଁ, ଟିକେ ଦୁର୍ବଳ। ଏହାକୁ ତ କୁହାଯିବ ଦମନ, ସପ୍ରେସନ୍। ଏହି ରସ ଶବ୍ଦଟା ଉପରେ ଆଉ ଟିକେ, ଏଇଟା କ'ଣ ଖାଲି ଖାଇବା ସ୍ୱାଦ ପାଇଁ ନା ଆହୁରି କିଛି? ନା, ଏହାର ଅର୍ଥ ବହୁତ ବ୍ୟାପକ। ରସ ମାନେ କେବଳ ଜିଭର ସ୍ୱାଦ ନୁହେଁ। କୌଣସି ବି ବିଷୟ, କୌଣସି ବି ଅନୁଭୂତି ପାଇଁ ମନରେ ଯୋଉ ସୂକ୍ଷ୍ମ ଆସକ୍ତି ଥାଏ, ଯୋଉ ମାନସିକ ଝୁଙ୍କ ଥାଏ, ସେଇ ବିଷୟର ଖାଲି ସ୍ମୃତିରୁ ଯୋଉ ସୁଖ ମିଳେ, କିମ୍ବା ତା ପାଇଁ ଯୋଉ ଗଭୀର କ୍ରେଭିଂ ବା ଚାହନା, ସେଇ ସବୁ ରସ। ଆଚ୍ଛା, ଗୋଟେ ଉଦାହରଣ ଦେଲେ ଭଲ ହୁଅନ୍ତା। ହଁ, ଯେମିତି ଧରନ୍ତୁ ଡାକ୍ତର କହିଲେ ଆପଣ ଆଉ ମିଠା ଖାଇବେନି, ତ ଆପଣ ବାହାରୁ ମିଠା ଖାଇବା ବନ୍ଦ କରିଦେଲେ। ଏଇଟା ହେଲା ନିରାହାରସ୍ୟ ଦେହିନଃ, ବିଷୟଟା ଦୂରେଇ ଗଲା। ହଁ। କିନ୍ତୁ ଯଦି ମନ ଭିତରେ ସେଇ ମିଠାର ସ୍ୱାଦଟା ଘାରୁଛି, ମିଠା ଦେଖିଲେ ଲୋଭ ହଉଛି, ରାତିରେ ସ୍ୱପ୍ନ ଦେଖୁଛନ୍ତି, ତାହେଲେ ଜାଣିବେ ସେଇ ରସ ଭିତରେ ରହିଯାଇଛି। ଏଇଟା ହେଲା ରସବର୍ଜମ। ବୁଝିଲି ଏବେ। ଏଇଟା ତ ଖାଲି ଖାଇବା କଥା ନୁହେଁ, ଆମର ଅନେକ ଅଭ୍ୟାସ ବା ଆସକ୍ତି କ୍ଷେତ୍ରରେ ବି ଏମିତି ହେଉଥିବା ନା? ଏକଦମ। ଯେମିତି କେହି ସିଗାରେଟ୍ ଛାଡ଼ି ଦେଇଛି, ହେଲେ ମନ ଭିତରେ ଟାଣ ରହିଛି। କିମ୍ବା କୌଣସି ପୁରୁଣା ସମ୍ପର୍କ କଟିଯାଇଛି, ହେଲେ ବାରମ୍ବାର ସେଇ ପୁରୁଣା କଥା ମନେ ପଡ଼ୁଛି, ସେଥିରୁ ସୁଖ ବା ଦୁଃଖ ପାଉଛନ୍ତି। ଏସବୁ ସେଇ ରସର ଖେଳ। ଆଉ ଏ ରସଟା ହିଁ ପୁଣି ବାନ୍ଧି ପକାଏ, ମନକୁ ସେଆଡ଼େ ଟାଣିନିଏ। ବାପରେ! ତାହେଲେ ପ୍ରଶ୍ନ ହେଉଛି, ଯଦି ବାହାର ରୋକିଲେ ଏ ଭିତର ରସ ଯାଉନି, ତେବେ ଏଥିରୁ ପୂରାପୂରି ମୁକ୍ତି ମିଳିବ କେମିତି? ଏହାର ଉପାୟ କ'ଣ? ଶ୍ଲୋକର ଶେଷ ଭାଗ କହୁଛି, ରସୋପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ। ଏ ପରଂ ଦୃଷ୍ଟ୍ୱା, ପରମକୁ ଦେଖିଲେ ବା ଅନୁଭବ କଲେ, ଏଟା କ'ଣ? ହଁ, ଏଇଠି ହିଁ ଶ୍ରୀକୃଷ୍ଣ ସମାଧାନଟା ଦଉଛନ୍ତି। ପରମ ଦୃଷ୍ଟ୍ୱା ମାନେ ହେଲା ସେଇ ପରମ ସତ୍ୟର ଦର୍ଶନ। ନିଜ ଭିତରେ ଯୋଉ ଅମର ଆତ୍ମା ଅଛି, ତାର ଅନୁଭୂତି, ସେଇ ପରମାତ୍ମାଙ୍କୁ ଜାଣିବା।
ଏଇଟା ଗୋଟେ ଉଚ୍ଚତର ଚେତନା, ଗୋଟେ ଗଭୀର, ଶାନ୍ତ, ଆନ୍ତରିକ ଆନନ୍ଦ। ଆତ୍ମର ଆନନ୍ଦ। ହଁ, ବ୍ଲେସ୍ ଅଫ୍ ଦ ସେଲ୍ଫ। ଯେତେବେଳେ ଜଣେ ସାଧକ ସେ ଧ୍ୟାନ କରୁ, ଭକ୍ତି କରୁ ବା ଜ୍ଞାନ ମାର୍ଗରେ ଯାଉ, ଯେତେବେଳେ ସେ ଏଇ ଅସୀମ ନିରପେକ୍ଷ ଆନନ୍ଦର ଟିକେ ସ୍ପର୍ଶ ପାଏ, ଯେତେବେଳେ ସେ ଉଚ୍ଚତର ସତ୍ୟର ମହକ ବାରିପାରେ, ସେତେବେଳେ କ'ଣ ହୁଏ ଜାଣନ୍ତି? କ'ଣ ହୁଏ? ସେତେବେଳେ ଏଇ ବାହ୍ୟ ଜଗତର ଯେଉଁ ସୀମିତ ବିଷୟ ଆଉ ସେଥିରୁ ମିଳୁଥିବା ଛୋଟ ଛୋଟ କ୍ଷଣିକ ସୁଖ, ସେସବୁ ତାକୁ ଆପେ ଆପେ ଫିକା ଲାଗେ, ମହତ୍ୱହୀନ ମନେ ହୁଏ। ଗୋଟେ ଭଲ ଉଦାହରଣ ଅଛି। ଛୋଟ ପିଲାଟିଏ ତାର ଖେଳନାକୁ ନେଇ କେତେ ମାତିଥାଏ ନା, ତା ପାଇଁ ସେଇଟା ସବୁ। ହଁ ହଁ, ସେତେବେଳେ ତ ସେଇଟା ହିଁ ଦୁନିଆ। କିନ୍ତୁ ଯେତେବେଳେ ସେ ବଡ଼ ହୁଏ, ପାଠ ପଢ଼େ, ସାଙ୍ଗସାଥୀ ହୁଅନ୍ତି, ଜୀବନର ଆହୁରି ବଡ଼ ବଡ଼ ଜିନିଷ ତା ସାମ୍ନାକୁ ଆସେ, ସେତେବେଳେ କ'ଣ ହୁଏ? ସେଇ ପୁରୁଣା ଖେଳନା ପ୍ରତି ତାର ମନଟା ଆଉ ସେମିତି ଥାଏ? ନା, ଆଉ ସେତେ ନଥାଏ, ଆପେ ଆପେ କମିଯାଏ। ଠିକ୍। ସେ କ'ଣ ଖେଳନାଟାକୁ ଘୃଣା କରେ କି ଜୋର କରି ଫିଙ୍ଗେ? ନା, ସେ ସ୍ୱାଭାବିକ ଭାବେ ତାଠୁ ଉପରକୁ ଉଠିଯାଏ, କାରଣ ତାକୁ ତାଠୁ ବେଶୀ ଭଲ, ବେଶୀ ମହତ୍ୱପୂର୍ଣ୍ଣ ଜିନିଷ ମିଳିଯାଇଛି। ବାଃ, ବହୁତ ବଢ଼ିଆ ଉଦାହରଣ। ଠିକ୍ ସେମିତି ଯେତେବେଳେ ଆତ୍ମାର ଆନନ୍ଦ, ସେଇ ପରମ ରସର ଅନୁଭୂତି ହୁଏ, ସେତେବେଳେ ଏଇ ସାଂସାରିକ ଭୋଗର ଯେଉଁ ନିମ୍ନ ସ୍ତରର ରସ, ସେଇଟା ଆପେ ଆପେ ମିଳେଇଯାଏ। ଏଇଟା ହିଁ ପରମ ଦୃଷ୍ଟ ନିବର୍ତ୍ତତେ। ଆଚ୍ଛା, ତାହେଲେ ବୈରାଗ୍ୟ ବା ନିରାସକ୍ତିର ବି ଦୁଇଟା ଲେଭେଲ ଅଛି ବୋଲି ଲାଗୁଛି। ଗୋଟେ ହେଲା ଜୋର ଜବରଦସ୍ତ ବାଲା, ଯୋଉଥିରେ ଭିତରେ କଷ୍ଟ ହୁଏ, ଆଉ ଗୋଟେ ହେଲା ସ୍ୱାଭାବିକ ବାଲା, ଯୋଉଟା ଉଚ୍ଚ ଅନୁଭୂତିରୁ ଆସେ। ଏକଦମ ସଠିକ୍ କହିଲେ। ପ୍ରଥମଟାକୁ ଆମେ କହିବା କୃତ୍ରିମ ବୈରାଗ୍ୟ ବା ଦମନ, ଆର୍ଟିଫିସିଆଲ ଡିଟାଚମେଣ୍ଟ। ଏଥିରେ ବାହାରୁ ତ ଲୋକ ସଂଯତ ଦେଖାଯାଏ, ହେଲେ ଭିତରେ ସେଇ ରସଟା ଜୀବନ୍ତ ଥାଏ। ଆଉ ସେଇଟା ଭିତରେ ଗୋଟେ ଅଶାନ୍ତି, ଗୋଟେ ସଂଘର୍ଷ ତିଆରି କରେ। ମନ ଖାଲି ସୁଯୋଗ ଖୋଜୁଥାଏ ପୁଣି ସେଆଡ଼େ ଯିବାକୁ। ଏଥିରେ ପଡ଼ିଯିବାର ଭୟ ବି ଥାଏ। ଆଉ ଦ୍ୱିତୀୟଟା ହେଲା ସ୍ୱାଭାବିକ ବୈରାଗ୍ୟ, ନ୍ୟାଚୁରାଲ ଡିଟାଚମେଣ୍ଟ ବା ଟ୍ରାନ୍ସେଣ୍ଡେନ୍ସ। ଏଇଟା ହେଉଛି ପରମ ଦୃଷ୍ଟାର ଫଳ। ଯେତେବେଳେ ସେଇ ଆତ୍ମାର ଆନନ୍ଦ, ସେ ଅସଲି ରସ ମିଳିଗଲା, ସେତେବେଳେ ଆଉ ଏ ସାଂସାରିକ ବିଷୟଗୁଡ଼ାକ ନିରସ ଲାଗେ। ଏଇ ବୈରାଗ୍ୟଟା ଆପେ ଆପେ ଆସେ, ବିନା କୌଣସି ଚେଷ୍ଟାରେ, ବିନା କୌଣସି କଷ୍ଟରେ। ଆଉ ଏଇଟା ହିଁ ପ୍ରକୃତ ଶାନ୍ତି ଆଣେ, ପ୍ରକୃତ ମୁକ୍ତି ଆଣେ। ଭଗବାନ ଏଇ ଦୁଇଟା ଭିତରେ ଫରକଟା ଦେଖାଉଛନ୍ତି। ଏଇ ଯୋଉ କଥାଟା ଆସିଲା କି ଗୋଟେ ଆସକ୍ତି ଛାଡ଼ିବାକୁ ହେଲେ ତାଠୁ ବଡ଼ ସନ୍ତୋଷ ଦରକାର, ଏଇଟା ଆଜିକାଲିର ସାଇକୋଲୋଜିରେ ଯୋଉ ଆଡିକ୍ସନ୍ ଟ୍ରିଟମେଣ୍ଟ ବା ହ୍ୟାବିଟ୍ ଚେଞ୍ଜ କଥା କୁହାଯାଉଛି, ତା ସାଙ୍ଗରେ ବି କିଛି ମେଳ ଖାଉଛି କି? ନିଶ୍ଚିତ ଭାବରେ। ଗୀତାର ଜ୍ଞାନ ହଜାର ହଜାର ବର୍ଷ ତଳର ହେଲେ ବି ଦେଖନ୍ତୁ କେତେ ପ୍ରାସଙ୍ଗିକ। ଆଧୁନିକ ମନୋବିଜ୍ଞାନରେ ଗୋଟେ ସବଷ୍ଟିଟ୍ୟୁସନ୍ ପ୍ରିନ୍ସିପଲ୍ ବୋଲି କହନ୍ତି। ଆଚ୍ଛା, ସବଷ୍ଟିଟ୍ୟୁସନ୍ ପ୍ରିନ୍ସିପଲ୍। ହଁ, ମାନେ କୌଣସି ଖରାପ ଅଭ୍ୟାସ ବା ଆସକ୍ତିକୁ ଖାଲି ଚାପି ଦେଇ ହଟେଇବା ବହୁତ କଷ୍ଟ। ସେଟା ଟେମ୍ପୋରାରୀ ବି ହୁଏ। ସବୁଠୁ ଭଲ ହେଲା ମନକୁ ଗୋଟେ ପଜିଟିଭ୍, ଗୋଟେ ଅଧିକ ଭଲ ଆଉ ଅନ୍ତତଃ ସେତିକି ବା ତାଠୁ ଅଧିକ ସାଟିସ୍ଫ୍ୟାକ୍ସନ୍ ଦେଉଥିବା ବିକଳ୍ପ ଦେବା। ଯଦି ସେ ଜାଗାଟା ଖାଲି ରହିଗଲା ବା କମ୍ ଆନନ୍ଦ ଦେଉଥିବା ଜିନିଷ ଦେଲେ, ତାହେଲେ ମନ ପୁଣି ସେଇ ପୁରୁଣା ସହଜ ଆନନ୍ଦ ଆଡ଼କୁ ଚାଲିଯିବ। ଏଇଟା ତ ଅନୁଭବ କଥା। ଆଉ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ କାରଣଟା ଆହୁରି ଗଭୀର। ଦେଖନ୍ତୁ, ସଂସାରର ବିଷୟ ଆଉ ସେଠିରୁ ମିଳୁଥିବା ସୁଖ, ସେଗୁଡ଼ାକ ସବୁ ସୀମିତ, ସବୁ କ୍ଷଣିକ, ସବୁ ବଦଳୁଛି। ସେଥିରୁ କେବେ ବି ପୁରା ସ୍ଥାୟୀ ତୃପ୍ତି ମିଳିବନି, ବରଂ ଯେତେ ଭୋଗିବ ସେତେ ଲାଳସା ବଢ଼ିବ। ହଁ, ଠିକ୍। କିନ୍ତୁ ଆମ ଭିତରେ ଯୋଉ ଆତ୍ମା ଅଛି, ସେ ହେଉଛି ଅସୀମ, ଅବିନାଶୀ, ସତ୍ୟ, ଚେତନା, ଆନନ୍ଦ ସ୍ୱରୂପ। ଯେତେବେଳେ ଜଣେ ସାଧକ କୌଣସି ବି ମାର୍ଗରେ ଧ୍ୟାନ, ଭକ୍ତି, ସେବା, ଜ୍ଞାନ, ସେଇ ଅଖଣ୍ଡ ଆତ୍ମସୁଖର ଟିକେ ଝଲକ ପାଏ, ପରମ ଦୃଷ୍ଟ୍ୱା, ସେତେବେଳେ ଏଇ ଇନ୍ଦ୍ରିୟଜନିତ ଯୋଉ ତୁଚ୍ଛ କ୍ଷଣିକ ସୁଖ, ରସ, ସେଇଟା ଆଉ ତାକୁ ବାନ୍ଧି ପାରେ ନା। ବା, ତବେ ଏତେ ସୁନ୍ଦର କଥା ଆମର ଯୋଉ ଦୈନନ୍ଦିନ ଜୀବନ, ସେଥିପାଇଁ କ'ଣ ବାର୍ତ୍ତା ଦଉଛି? ଯଦି ଆମେ କୌଣସି ଖରାପ ଅଭ୍ୟାସରୁ ବାହାରିବାକୁ ଚାହୁଁଛୁ ବା କୌଣସି ଆସକ୍ତି କମେଇବାକୁ ଚାହୁଁଛୁ, ତାହେଲେ ଖାଲି ତାକୁ ବନ୍ଦ କରିବାକୁ ଚେଷ୍ଟା କରିବା ଯଥେଷ୍ଟ ନୁହେଁ। ପ୍ରକୃତରେ କ'ଣ କରିବା ଦରକାର? ଦେଖନ୍ତୁ, ମୂଳ କଥା ହେଲା କେବଳ ନା କହିବାଟା ଯଥେଷ୍ଟ ନୁହେଁ, ଗୋଟେ ହଁ କହିବାକୁ ପଡ଼ିବ। ମାନେ କେବଳ କ'ଣ କରିବି ନାହିଁ ନେଗେଟିଭ୍ ଆପ୍ରୋଚ୍, ଭାବିବା ବଦଳରେ କ'ଣ କରିବି ପଜିଟିଭ୍ ଆପ୍ରୋଚ୍, ସେଇଟା ବେଶୀ ଜରୁରୀ। କେବଳ ଜିନିଷଟାକୁ ଛାଡ଼ିବା ଉପରେ ଫୋକସ୍ ନ କରି ଆମକୁ ଭିତରର ସେଇ ରସ ବା ଲାଳସାଟାକୁ ଆଗ ବୁଝିବାକୁ ହେବ।
ଆଉ ତାପରେ ଧୀରେ ଧୀରେ ନିଜର ରୁଚିକୁ, ନିଜର ଆନନ୍ଦର ସ୍ରୋତକୁ ଗୋଟେ ଉଚ୍ଚତର ଦିଗକୁ ନେବାକୁ ପଡ଼ିବ। ଆଉ ସେଥିପାଇଁ ତ ସାଧନା ଦରକାର। କି ପ୍ରକାର ସାଧନା? ଯେମିତିକି ଧ୍ୟାନ କରିବା, ନିୟମିତ ପ୍ରାର୍ଥନା କରିବା, ଭଗବାନଙ୍କର ନାମ ଜପ କରିବା, ଭଲ ଭକ୍ତି ସଙ୍ଗୀତ ଶୁଣିବା, କାହାର ବିନା ସ୍ୱାର୍ଥରେ ସେବା କରିବା, ଭଲ ଲୋକଙ୍କ ସଙ୍ଗ କରିବା, ଭଲ ବହି ପଢ଼ିବା, ଏଇସବୁ ହେଉଛି ସେଇ ପରମକୁ ଅନୁଭବ କରିବାର ରାସ୍ତା। ଏଗୁଡ଼ାକ କୌଣସି ଗୋଟେ ଜିନିଷର ରିପ୍ଲେସମେଣ୍ଟ ବୋଲି କରାଯାଏନି, ବରଂ ଏଗୁଡ଼ିକ ଆମକୁ ସେଇ ଭିତରର ଉଚ୍ଚତର ଆନନ୍ଦର ସ୍ୱାଦ ଦିଅନ୍ତି। ହଁ ହଁ। ଆଉ ଯେତେବେଳେ ଆମେ ଏଇ ଭଲ କାମରେ ଲାଗି ରହୁ, ଆଉ ତା ଭିତରୁ ସେ ଶାନ୍ତି, ସେ ଆନନ୍ଦ ଅନୁଭବ କରୁ, ସେତେବେଳେ ଯେଉଁ ନିମ୍ନ ସ୍ତରର ଭୋଗ ବା ଆକର୍ଷଣ ଥିଲା, ସେଗୁଡ଼ାକ ପାଇଁ ଯେଉଁ ରସ ଥିଲା, ସେଇଟା ଆପେ ଆପେ କମିଯାଏ। ଏଇଟା ହେଲା ସ୍ୱାଭାବିକ ସଂଯମ। ଏଇଟା ଭିତରୁ ଆସେ, ବାହାର ଚାପରୁ ନୁହେଁ। ଆପଣ ଆଗରୁ ଯେଉଁ ସ୍ୱାସ୍ଥ୍ୟ ଆଉ ମିଠାର ଉଦାହରଣ ଦେଇଥିଲେ, ସେଇଟା ଏଠି ପୁରା ଫିଟ୍ ହେଉଛି। ଯେତେବେଳେ ଜଣେ ସତରେ ସୁସ୍ଥ ରହିବାର ଯେଉଁ ଭଲ ଲାଗିବାଟା, ସେଇ ଆନନ୍ଦଟା ପରମ ଦୃଷ୍ଟ୍ୟା ଅନୁଭବ କରେ, ସେତେବେଳେ ଯାଏଁ ମିଠା ପାଇଁ ଥିବା ଟାଣ ବା ରସ ପ୍ରକୃତରେ କମେ, ନୁହେଁ କି? ଏକଦମ ସଠିକ୍ କଥା। ବାଧ୍ୟ ହୋଇ ମିଠା ଛାଡ଼ିବା ଆଉ ସୁସ୍ଥ ରହିବାର ଆନନ୍ଦ ପାଇଁ ଆପେ ଆପେ ମିଠାର ମୋହ କମିଯିବା, ଏ ଦୁଇଟା ଭିତରେ ବହୁତ ଫରକ। ସେମିତି ଯଦି ଆମେ କୌଣସି ଅଭ୍ୟାସ ବା ଆସକ୍ତିରୁ ବାହାରିବାକୁ ଚାହୁଁଛେ, ତାହେଲେ ଖାଲି ତା ସହ ଲଢ଼େଇ କରିବା ବଦଳରେ ଆମ ଶକ୍ତିକୁ ଗୋଟେ ଉଚ୍ଚତର, ଅଧିକ ସ୍ଥାୟୀ ଆନନ୍ଦ ଖୋଜିବାରେ ଲଗାଇବା ଦରକାର। ସେଇଟା କିଛି ବି ହେଇପାରେ। ହଁ, ଯାହା ଆମକୁ ସେଇଭଳି ଗଭୀର ସନ୍ତୋଷ ଦେବ। କାହା ପାଇଁ ଆଧ୍ୟାତ୍ମିକ ସାଧନା, କାହା ପାଇଁ ସୃଜନଶୀଳ କାମ, କାହା ପାଇଁ ପ୍ରକୃତି ସହ ମିଶିବା, କାହା ପାଇଁ ଜ୍ଞାନ ଅର୍ଜନ କରିବା, କାହା ପାଇଁ ସମାଜସେବା। ଯେତେବେଳେ ମନ ଏଇ ଉଚ୍ଚତର ରସରେ ମଜ୍ଜିଯିବ, ନିମ୍ନସ୍ତରର ରସ ଆପେ ଆପେ ଦୁର୍ବଳ ହେଇଯିବ। ବାଃ! ତେବେ ଆଜିର ଏହି ଗଭୀର ଆଲୋଚନାର ମୁଖ୍ୟ ବାର୍ତ୍ତା ବା କି ଟେକ୍ ଅୱେ ହେଲା, ବାହାରର ସଂଯମ ଆଉ ଭିତରର ଆସକ୍ତି ମୁକ୍ତି, ଏ ଦୁଇଟା ଅଲଗା ଜିନିଷ। ଖାଲି ବାହାରୁ ରୋକିଲେ ଭିତରର ସେଇ ଲାଳସା ବା ରସ ସହଜରେ ଯାଏନା। ହଁ, ଆଉ ସେଇ ସୂକ୍ଷ୍ମ ହେଲେ ବି ବହୁତ ଶକ୍ତିଶାଳୀ ଆସକ୍ତି, ସେଇଟା କେବଳ ପରମ ଦୃଷ୍ଟ୍ୟା, ମାନେ ସେଇ ପରମ ସତ୍ୟ ବା ଆତ୍ମାର ଅସୀମ ଆନନ୍ଦକୁ ଅନୁଭବ କଲେ ଯାଇ ସମ୍ପୂର୍ଣ୍ଣ ଦୂର ହୁଏ। ହଁ, ଏଇଟା ହିଁ ପ୍ରକୃତ ସ୍ୱାଧୀନତା। ହଁ, ଏଇଟା ହିଁ ଶ୍ରୀକୃଷ୍ଣଙ୍କର ମୂଳ କଥା। ଏକ ଲାଇନରେ କହିଲେ, ସପ୍ରେସ୍ ନଟ୍, ଟ୍ରାନ୍ସେଣ୍ଡ। ଚାପି ରଖନି, ବରଂ ତାଠୁ ଉପରକୁ ଉଠିଯାଅ। ଇନ୍ଦ୍ରିୟ ସୁଖ ବା ଆସକ୍ତିକୁ ଖାଲି ଦବେଇବାକୁ ଚେଷ୍ଟା କରନି, ବରଂ ତାଠୁ ଯେଉଁ ମହାନ ଆନନ୍ଦ ଅଛି, ତାକୁ ଅନୁଭବ କରି ଏହାକୁ ଅତିକ୍ରମ କର। ଯେତେବେଳେ ସେଇ ଆତ୍ମାର ପରମ ଆନନ୍ଦ, ସେଇ ଅସଲି ଶାନ୍ତିର ଅନୁଭୂତି ହେବ, ସେତେବେଳେ ଏଇ ଇନ୍ଦ୍ରିୟ ବିଷୟଗୁଡ଼ାକର ଯେଉଁ ଟାଣ, ଯେଉଁ ଆକର୍ଷଣ, ସେଇଟା ଆପେ ଆପେ ମଳିନ ପଡ଼ିଯିବ, ଫିକା ଲାଗିବ। ଏଇଟା ହିଁ ପ୍ରକୃତ ସହଜ, ସ୍ୱାଭାବିକ ବୈରାଗ୍ୟ। ସାର କଥା ହେଲା, ଆତ୍ମାର ଅମୃତ ରସ ଚାଖିଲେ ବିଷୟର ସାମାନ୍ୟ ସ୍ୱାଦ ଆପେ ଆପେ ମିଳିଯାଏ। ଆଶା କରୁଛୁ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ମହାନ ଶିକ୍ଷା ଆମ ସମସ୍ତଙ୍କୁ ନିଜର ଆସକ୍ତି, ନିଜର ସଂଯମ ବିଷୟରେ ଗଭୀର ଭାବେ ଚିନ୍ତା କରିବାକୁ ପ୍ରେରିତ କରିବ। ଏଇଟା କେବଳ ଶୁଣିବା କଥା ନୁହେଁ, ଜୀବନରେ ପ୍ରୟୋଗ କରିବା ପାଇଁ ଏକ ବହୁତ ବଡ଼ ମାର୍ଗଦର୍ଶନ। ହଁ, ଆଉ ଏଇଟା କେବଳ ଖରାପ ଅଭ୍ୟାସ ବା ବଡ଼ ବଡ଼ ଆସକ୍ତି ପାଇଁ ନୁହେଁ। ଆମର ଯେଉଁ ଛୋଟ ଛୋଟ ଇଚ୍ଛା, ଆମର ସମ୍ପର୍କ ଭିତରେ ଥିବା ସୂକ୍ଷ୍ମ ଆଟାଚମେଣ୍ଟ, ସେସବୁକୁ ବି ବୁଝିବା ପାଇଁ ଏକ ଚାବିକାଠି। ସତରେ ଏଇଟା ଗୋଟେ ଚମତ୍କାର ବିଷୟ ଛାଡ଼ି ଦେଇଗଲେ ଆପଣ ଚିନ୍ତା କରିବା ପାଇଁ। ଏଇ ଯେଉଁ ରସ ବା ସୂକ୍ଷ୍ମ ଆସକ୍ତି, ଏଇଟା କ'ଣ ଆମର ଯେଉଁ ଭଲ ଲାଗୁଥିବା କାମ, ଯେମିତିକି ଆମର କ୍ୟାରିୟର, ଆମର ଲକ୍ଷ୍ୟ, ଏପରିକି ଭଲ ସମ୍ପର୍କ, ସେଗୁଡ଼ିକୁ ବି କେଉଁଠି ନା କେଉଁଠି ଅଜାଣତାରେ ବାନ୍ଧି ରଖୁଥାଇପାରେ? ଜୀବନର ଆଉ କେଉଁ କେଉଁ କ୍ଷେତ୍ରରେ ଏହି ଲୁକାୟିତ ଆସକ୍ତି କାମ କରୁଥାଇପାରେ, ଯେଉଁଠି ପ୍ରକୃତ ମୁକ୍ତି ପାଇଁ ସେହି ପରମ ଦୃଷ୍ଟ୍ୟା ବା ଉଚ୍ଚତର ଦୃଷ୍ଟିର ଆବଶ୍ୟକତା ରହିଛି? ଏହା ନିଶ୍ଚୟ ଭାବିବାର କଥା। ହଁ, ନିଶ୍ଚୟ। ଯଦି ଆଜିର ଏହି ଆଲୋଚନା ଆପଣମାନଙ୍କୁ ଭଲ ଲାଗିଲା, କିଛି ନୂଆ ଦିଗ ଦେଖାଇଲା, ତେବେ ଏହାକୁ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନମାନଙ୍କ ସହ ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଅମୃତ ବାଣୀରୁ କିଛି ଲାଭ ପାଇପାରିବେ ଆଉ ତାଙ୍କ ଆଶୀର୍ବାଦ ପାଇପାରିବେ। ଆଉ ଆପଣଙ୍କ ମନରେ କ'ଣ ଆସୁଛି, କିଛି ଅନୁଭୂତି ଯଦି ଅଛି, ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆପଣ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ଆପଣଙ୍କ ଉପସ୍ଥିତି ଜଣାଇପାରିବେ। ଆମକୁ ଜାଣିବାକୁ ଭଲ ଲାଗିବ। ଆମେ ଆଗକୁ ମଧ୍ୟ ଗୀତାର ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ ବା ଅଧ୍ୟାୟ ଉପରେ ଏହିପରି ଆଲୋଚନା ଜାରି ରଖିବୁ। ହଁ, ତେଣୁ ସେହି ଜ୍ଞାନଯାତ୍ରାରେ ସାମିଲ ହେବା ପାଇଁ
ଏବଂ ଏପରି ଆଲୋଚନା ନିୟମିତ ଭାବେ ପାଇବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ କରିନିଅନ୍ତୁ। ତେବେ ଆଜି ପାଇଁ ଏତିକି। ପୁଣି ଦେଖାହେବା ଆଉ ଏକ ଜ୍ଞାନପୂର୍ଣ୍ଣ ଆଲୋଚନାରେ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।